ମିସ୍ମ୍ୟାଚ୍ ଯୋଗୁଁ ଆକାଉଣ୍ଟକୁ ଯାଇପାରୁନାହିଁ ସୁଭଦ୍ରା ଟଙ୍କା। ଦର୍ଶକ ବନ୍ଧୁ 24 ତାରିଖ ଦିନ ଯେଉଁ ସୁଭଦ୍ରା ଟଙ୍କା ମିଳିବ ତାହା ସମସ୍ତଙ୍କ ଆକାଉଣ୍ଟକୁ ଯାଇପାରୁନାହିଁ, କାରଣ ମିସ୍ମ୍ୟାଚ୍ ରହୁଛି ଆକାଉଣ୍ଟ। ସିଙ୍ଗିଲ୍ ଆକାଉଣ୍ଟ ଦେବାକୁ ଉପମୁଖ୍ୟମନ୍ତ୍ରୀଙ୍କ ଅପିଲ୍। ତ ଦର୍ଶକ ଉପମୁଖ୍ୟମନ୍ତ୍ରୀଙ୍କ କିଛି ଅପଡେଟ୍ ରହିଛି, କିଛି ଆନାଉନ୍ସମେଣ୍ଟ ରହିଛି, ଚାଲନ୍ତୁ ଏହି ଭିଡ଼ିଓରେ ଆମେ ଜାଣିନେବା। ଦର୍ଶକ ସୁଭଦ୍ରାରେ ଆବେଦନ କରିଥିବା 5 ଲକ୍ଷ ମହିଳା ଆକାଉଣ୍ଟ ନମ୍ବର ଦେଖାଯାଉଛି ମିସ୍ମ୍ୟାଚ୍। ଗୋଟିଏ ନମ୍ବରରେ ଏକାଧିକ ଆକାଉଣ୍ଟ ଲିଙ୍କ ହୋଇଥିବାର ଦେଖିବାକୁ ମିଳିଛି, ଯେଉଁଥିରେ ସୁଭଦ୍ରା ଯୋଜନାର ସେମାନେ ସାମିଲ ହୋଇପାରୁନାହାନ୍ତି। ତେଣୁ ସିଙ୍ଗିଲ୍ ଆକାଉଣ୍ଟ ଖୋଲିବାକୁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ। ତା ସହିତ ଅନ୍ୟପଟେ ବାଦ୍ ପଡ଼ିଥିବା 2,67,000 ଆବେଦନରୁ ନୋଡାଲ ଏଜେନ୍ସି ରିପୋର୍ଟ ଆଧାର ଯୋଗ୍ୟ ହିତାଧିକାରୀ ବାଛିବାକୁ ଆଜି ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ସୁଭଦ୍ରାରେ ଆବେଦନ ବେଳେ ଆପଣ ଦେଇଥିବା ମୋବାଇଲ ନମ୍ବରରେ ଏକାଧିକ ଆକାଉଣ୍ଟ ଲିଙ୍କ ଅଛି କି? ଗୋଟିଏ ମୋବାଇଲ ନମ୍ବରରେ ଏକାଧିକ ଆକାଉଣ୍ଟ ଲିଙ୍କ ଥିଲେ ଦେଖାଉଛି ମିସ୍ମ୍ୟାଚ୍। ସେଥିପାଇଁ ବାଦ୍ ପଡ଼ିଥିବା ଆପଣମାନଙ୍କ ଆବେଦନ ପ୍ରାୟ 5 ଲକ୍ଷ ଆବେଦନକାରୀଙ୍କ ରହିଛି ଏଭଳି ସମସ୍ୟା। ତା ଭିତରେ ଆପଣଙ୍କ ଆବେଦନ ନାହିଁ ତ ଶୀଘ୍ର ଥିଲେ ଯାଇ ଯାଞ୍ଚ କରନ୍ତୁ ଏବଂ ଚେଞ୍ଜ କରନ୍ତୁ ସିଙ୍ଗିଲ୍ ଆକାଉଣ୍ଟ, ତେବେ ମିଳିବ ସୁଭଦ୍ରା ଟଙ୍କା। ଆଜି ପୁଣି ଥରେ ସିଙ୍ଗିଲ୍ ଆକାଉଣ୍ଟ ନମ୍ବର ଦେବାକୁ ଅପିଲ୍ କରୁଛନ୍ତି ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ତା ସହିତ ଅନ୍ୟପଟେ ବାଦ୍ ପଡ଼ିଥିବା 2,67,000 ଆବେଦନକାରୀଙ୍କୁ ବିଚାର ପାଇଁ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ଏବଂ ଏହି ଆବେଦନଗୁଡ଼ିକ ଯାଞ୍ଚ ପାଇଁ ବିଡିଓମାନଙ୍କୁ ଦିଆଯାଇଥିଲା ନୋଡାଲ ଏଜେନ୍ସି ଦାୟିତ୍ୱ। କାହାର ଅଧିକ ଜମି ଥିବାରୁ କଟିଥିଲା ତ ଏବଂ କେଉଁମାନେ ଅଙ୍ଗନବାଡ଼ି ଏବଂ ଅନ୍ୟାନ୍ୟ ସହାୟିକା ଚାକିରିରୁ ସରକାରୀ ଚାକିରି ଦର୍ଶାଇ ବାଦ୍ ଦିଆଯାଇଥିଲା। ନୋଡାଲ ଏଜେନ୍ସି ଦେଇଥିବା ରିପୋର୍ଟ ଆଧାରରେ ବାଦ୍ ପଡ଼ିଥିବା ଆବେଦନରୁ ଯୋଗ୍ୟ ବାଛିଛନ୍ତି ସାମିଲ ହେବ। ଏବଂ ଅନ୍ୟପଟେ ଆସନ୍ତା 24 ତାରିଖର ରବିବାର ଦିନ ତୃତୀୟ ପର୍ଯ୍ୟାୟର କିସ୍ତିର ଟଙ୍କା ସମସ୍ତଙ୍କୁ ମିଳିବାକୁ ଯାଉଛି ବୋଲି କୁହାଯାଇଛି। ତା ସହିତ ଯେଉଁମାନେ ଯୋଗ୍ୟ ହିତାଧିକାରୀ ସେମାନେ ପାଇବେ। ଦର୍ଶକ ବନ୍ଧୁ ନିହାତି କମେଣ୍ଟ କରି ଜଣାନ୍ତୁ ଯେ ଆପଣ ଜଣେ ସୁଭଦ୍ରା ଯୋଜନାର ଯୋଗ୍ୟ ହିତାଧିକାରୀ ନା ଜଣେ ଅଯୋଗ୍ୟ ହିତାଧିକାରୀ। ଦର୍ଶକ ବନ୍ଧୁ ଚ୍ୟାନେଲକୁ ଯଦି ଆପଣ ପ୍ରଥମ ଥର ପାଇଁ ଆସିଛନ୍ତି ତେବେ ଆମ ଚ୍ୟାନେଲ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ ଅଲ୍ କରି ରଖିଥାନ୍ତୁ। ଭିଡ଼ିଓଟି ଏ ପର୍ଯ୍ୟନ୍ତ ଦେଖିଥିବାରୁ ଧନ୍ୟବାଦ।